କୋଉଠୁ ଆସିଛନ୍ତି? ଆମେ ଆସୁ ଗୋତଳ ଗ୍ରାମ ବୋତଲଣ୍ଡା ଗୋତଳ ଗ୍ରାମ। ବୋତଲ ଗ୍ରାମ। କଣ ଅଭିଯୋଗ ଅଛି ଆପଣଙ୍କର? ଅଭିଯୋଗ ଏଇ ତ ଆଜ୍ଞା, ମୁଁ ଗୋଟେ କ୍ୟାନ୍ସର ରୋଗୀ। ଆଉ ସ୍ୱାମୀ ମଲେ ଏଇ ଯୋଉ ସିଏ ଗୋଟେ ରଖିଛନ୍ତି। ସ୍ୱାମୀ ଆପଣଙ୍କର ହଁ। ରଖିଥିଲେ? ସେ ମୋ ବାହାଘର 10 ବର୍ଷ ପରେ ଆଜ୍ଞା ରଖିଥିଲେ। ତାଙ୍କର ଗୋଟେ ପୁଅ, ମୋର 2 ପୁଅ 2 ଝିଅ, ଆଜ୍ଞା ସମସ୍ତେ ବାହାତଳା ହେଇଯାଇଛନ୍ତି। ଆଉ ତାପରେ ତ ମୁଁ ତ ଇଏ ରୋଗରେ ସେ ମୋତେ ଆଉ ପଚାରିଲେନି। ଆଉ ଆପଣ କେବେ ବାହା ହେଇଥିଲେ? ବାହା ହେଇଥିଲି 69 ମସିହା। 69 ମସିହା। ତା 10 ବର୍ଷ ପରେ ମାନେ 79 ମସିହାରେ ହଁ। ଆପଣଙ୍କର ସ୍ୱାମୀ ହଁ ରଖିଥିଲେ ଗୋଟେ ରଖିତା। ହଁ ସେ ଆପଣଙ୍କର ରଖିତେ ଯେ ଆପଣଙ୍କ ଘରେ ରହୁଥିଲେ ନା ଅଲଗା ହଁ, ରହୁଥିଲେ? ସେ ମୋ ଦାଦା ଝିଅ। ତ ଆପଣଙ୍କ ଦାଦା ଝିଅକୁ ହିଁ ବାହା ହେଇଥିଲେ ହଁ ଆପଣଙ୍କ ସ୍ୱାମୀ। ହଁ। ତ ବର୍ତ୍ତମାନ କଣ ଅଭିଯୋଗ ଆଣୁଛନ୍ତି? ବାହା ତ ହେଇପାରିବେନି, ମାନେ ରଖିଥିଲେ ଆଉ। ରଖିଥିଲେ ଆଉ। ହଁ। ତ ବର୍ତ୍ତମାନ କଣ ଆଉ ହେଇଛି? ବର୍ତ୍ତମାନ ସ୍ୱାମୀ ମରିଗଲେ କେବେ? ଏଇ ମେ 24ରେ। ଆଚ୍ଛା। ମରିଗଲା ପରେ ସିଏ ସବୁ ତାଙ୍କୁ ନୋମିନି ଫୋମିନି ପକେଇ ସବୁ କାମ କରିଦେଇକି ଯାଇଛନ୍ତି। ସିଏ ଏବେ ପେନସନ ଉଠେଇକି ଆଣୁଛି। ରଖିଯାଇଛି। ହଁ, ପେନସନ ଉଠେଇକି ଆଣୁଛି। ମୁଁ କାଉଲୁ ବାଉଲୁ ହେଇକି ଏ ଅଫିସ ସେ ମୋତେ ଯୋଉଠିକି କହୁଛନ୍ତି ଯାଉଛି। ନିମାପଡ଼ା ଗଲି ଯେ ନିମାପଡ଼ାରେ କହିଲେ, ନିମାପଡ଼ା ପୁରା ତାଙ୍କ ଡିଭିଜନ ଅଫିସ। ସେଠିକି ଗଲି ଯେ ମୁଁ କହିଲି ମୋତେ ନହେଲେ ଇଏ ଦିଅ, ତାଙ୍କୁ ସବୁ କହିଲି। ତାପରେ କହିଲି ମୋତେ ସର୍ଭିସ ବୁକ୍ଟା ଦିଅ। ସିଏ କହିଲେ ଯେ ସର୍ଭିସ ବୁକ୍ 99 ମସିହା ବାତ୍ୟାରେ ହଜିଯାଇଛି। ଆଚ୍ଛା। ଆପଣଙ୍କର ପୁଅ ଝିଅ କେତୋଟି? ମୋର 2 ପୁଅ 2 ଝିଅ। ସବୁ ବାହା ହେଇଯାଇଛନ୍ତି? ହଁ, ସାନ ତ ଝିଅ। ଆପଣଙ୍କର ଯୋଉ ରଖିତା ଯିଏ ଆପଣଙ୍କ ସ୍ୱାମୀ ଯାହାକୁ ରଖିଥିଲେ ହଁ, ତାଙ୍କର ପିଲା ଛୁଆ କେତେ? ଗୋଟେ ପୁଅ। ଗୋଟେ ପୁଅ। ସେ ପୁଅ ସେ ମାଆଙ୍କୁ ରଖିକି ଧରିକି ସେ ତାଙ୍କର ଅଲଗା ରହୁଛନ୍ତି? ହଁ, ସେ ଅଲଗା ରହୁଛନ୍ତି। ତାଙ୍କ ନାଁରେ କିନ୍ତୁ କାଗଜ ପତ୍ର କରିଦେଇଛନ୍ତି ଆପଣଙ୍କ ସ୍ୱାମୀ? ହଁ। କଣ ବର୍ତ୍ତମାନ ଆପଣ କଣ ଅଭିଯୋଗ କରୁଛନ୍ତି? ଯେତେବେଳେ ଗଲେ ଅଫିସ କି କଣ କହିଲେ? ଅଫିସ ତ ଗଲି ଯେ ସେଠିକି ତହସିଲଦାରଙ୍କ ପାଖକୁ ଗଲି ଯେ ତହସିଲଦାର ତ କହିଲେ କୋର୍ଟ କେସ୍ କର, କୋର୍ଟକୁ ଯାଅ। ଆଉ ସେଠିକି ନିମାପଡ଼ା ଠେଇକି ଗଲି ଯେ ଡିଭିଜନ ଅଫିସ। ମୁଁ କହିଲି ମୋତେ ସର୍ଭିସ ବୁକ୍ଟା ଦିଅ। ସର୍ଭିସ ବୁକ୍ରେ ସେ କ'ଣ କାହାକୁ ପକେଇଦେବେ ନା ନାହିଁ? ସିଏ କହିଲେ ଯେ ସର୍ଭିସ ବୁକ୍ 99 ମସିହାରୁ ହଜିଯାଇଛି। ଆଚ୍ଛା, ସର୍ଭିସ ବୁକ୍ ଯଦି 99 ମସିହାରୁ ହଜିଗଲା ତାହେଲେ ପେନସନ ଇଏ ପାଉଛନ୍ତି କେମିତି? ହଁ, ପେନସନ ପାଉଛନ୍ତି କେମିତି? ସେ ରିଟାୟାର୍ଡ ହେଲେ କେମିତି? କୋଉ ଡିପାର୍ଟମେଣ୍ଟରେ କାମ କରୁଥିଲେ ଆପଣ? ଇରିଗେସନ। ଇରିଗେସନ। କେତେ ଟଙ୍କା ଦରମା ପାଉଥିଲେ ରିଟାୟାର୍ଡ ହେଲା ବେଳକୁ? ଦରମା ପାଉଥିଲେ ରିଟାୟାର୍ଡ ପରେ ମୁଁ ତ ଜାଣିନି, ମୁଁ ଶୁଣିଲି ଯେ ଖାଲି ଶୁଣେ ଯେ ଟିକେ 20,000 ପାଉଥିଲେ ବୋଲି ପେନସନ। ପେନସନ 20,000 ପାଉଥିଲେ? ଆଚ୍ଛା। ତ ବର୍ତ୍ତମାନ ଆପଣଙ୍କର ସେ ପେନସନ ଟଙ୍କା ମିଳୁନି? ମୋତେ ଆଉ କିଏ ଦଉଛି? ସିଏ ବା ନୋମିନି ପକେଇକି ଯାଇଛି, ସିଏ ଆଣୁଛି। ତାଙ୍କୁ ନୋମିନି କେବେ କରିଥିଲେ? ତାଙ୍କ ସହିତ ରହୁଥିଲେ? ହଁ ହଁ, ସେ ତାଙ୍କ ସହିତ ରହୁଥିଲେ, ମୋ ସାଥିରେ କିଛି ସମ୍ପର୍କ କେବେଠୁ ରଖିନଥିଲେ। ସମ୍ପର୍କ କଟିଲାଣି ଆପଣ? ହଁ, ମୁଁ ମୋ ବାପ ଘରକୁ ପିଲାଙ୍କୁ ନେଇକି ରହିବାଠୁ ମୁଁ ମୋର ଯାଇକି ରହିଲି ଆଉ। ତଥାପି କେତେ ବର୍ଷ ହେଇଯିବ? ତଥାପି ହେଇଯିବ, ଇଏ ପୁଅ ହେଇକା ତ ସବୁ ସେଇଠି ପାଠ ପଢେଇଲି। ସେ ବହୁତ ବର୍ଷ ହେଇଯିବ, କେତେ ବର୍ଷ? ହଁ ହଁ। ତ ବର୍ତ୍ତମାନ ଯାଇକି ତାଙ୍କ ସହିତ ଆପଣ କଥା ହେଲେଣି କି ପେନସନ ଟଙ୍କା ତୁ ନଉଛୁ, ମୋ ପେନସନ ଟଙ୍କା କି ସ୍ୱାମୀଙ୍କ ପେନସନ ଆପଣ କଥା ହେଲେଣି? ନା, ସେ ଅଲଗା ଜାଗାରେ ରହୁଛନ୍ତି। ଆପଣ ଦେଖା କରୁନାହାନ୍ତି ତାକୁ? ନା, ସିଏ ମୋତେ କଥାବାର୍ତ୍ତା କରେଇନି। ସେ କିନ୍ତୁ ଆପଣଙ୍କ ଦାଦା ଝିଅ? ହଁ। ଆପଣ କେସ୍ ବାସ୍ କିଛି କରିଛନ୍ତି? ନା। କିନ୍ତୁ ଇରିଗେସନ ଡିପାର୍ଟମେଣ୍ଟ ଆପଣଙ୍କୁ ସର୍ଭିସ ବୁକ୍ ଦଉନି? ନା, ଦଉନି। କୌଣସି ପ୍ରକାର ସାହାଯ୍ୟ କରୁନି? ନା। କୋଉ ଅଫିସରଙ୍କୁ ଦେଖା କରିଥିଲେ ଇରିଗେସନ ଡିପାର୍ଟମେଣ୍ଟ? କୋଉ ଅଫିସର କ'ଣ ମୁଁ ଜାଣିପାରିବି? ସବୁ ବସିଥିଲେ। ଏବେ କେତେ ଟଙ୍କା ମିଳୁଛି ପେନସନ? 20,000 ବୋଲି ମୁଁ ଶୁଣୁଛି ଆଜ୍ଞା। ତ ମାଉସୀ କ'ଣ ଚାହୁଁଛନ୍ତି ବର୍ତ୍ତମାନ ଆପଣ? କେମିତି ସେ ପେନସନ ଟିକେ ପାଇଲେ? ରୋଗୀ ଲୋକଟିଏ, କ୍ୟାନ୍ସର ରୋଗୀ, ମେଡିସିନ। ହଁ, କଟକ କାର୍ସିନୋଭା ଆଉ ଏଠି ଭିଲେଜ ହସ୍ପିଟାଲରେ ଏବେ ଟ୍ରିଟମେଣ୍ଟ ଚାଲିଛି। ଏଇ ଭୁବନେଶ୍ୱର ଭିଲେଜ ହସ୍ପିଟାଲରେ ମାସକୁ ଥରେ 15 ଦିନକୁ ଅସୁବିଧା ହେଲେ ବି ତାଙ୍କ ପାଖକୁ ଯାଉଛି। ଡାକ୍ତର କହିଛନ୍ତି ମଝିରେ ମଝିରେ ଅସୁବିଧା ହେଲେ ଆସିବ। ଯାଉଛି, ଏଇ ବୁଧବାରକୁ ପୁଣି ଅଛି ଯିବି। ଆଉ ଏମିତି ଚାଲିଛି, କ'ଣ କରିବି ଆଜ୍ଞା? ଆପଣଙ୍କର ପୁଅ ଝିଅ କିଛି ଆକ୍ସନ ନେଉନାହାନ୍ତି? ହଁ, ବଡ଼ ପୁଅ ପାଖରେ ଆସିକି ଅଛି ପରା। ବଡ଼ ପୁଅ ପାଖରେ ଆସିକି ଅଛି। ଆଚ୍ଛା, ସରକାରଙ୍କ ପାଖରେ ଅଭିଯୋଗ ଜଣେଇବେ, ଦେଖା କରିବେ? ମୁଖ୍ୟମନ୍ତ୍ରୀ ଅଛନ୍ତି, ସରକାରର ଅନ୍ୟ ବିଭାଗର ମନ୍ତ୍ରୀମାନେ ଅଛନ୍ତି। ହଁ ହଁ, ଆଉ କ'ଣ କରିବି? ଯିବି ତ ଯାଉଛି। ତହସିଲଦାରଙ୍କ ପାଖକୁ ଫେଲ ମାଇଲି। ତହସିଲଦାର
सी मना करदे कहले कोर्ट को जाओ कोर्ट रे केस कर केस कले कौन मु पाइजी कि सांगे सांगे मोर तो अवस्था या हेलानी आ केस कले मते केते दिन रे से देबे मु केते दिन रे कोन करिवि।